ରାମେଶ୍ୱରମ୍ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ସ୍ଥଳୀ ଭିତରୁ ଅନ୍ୟତମ ସ୍ଥଳୀ। ଭଗବାନ ଶିବଙ୍କର 12ଟି ଜ୍ୟୋତିର୍ଲିଙ୍ଗ ଭିତରୁ ଏଇଟା 11ତମ ସ୍ଥାନ। ଏଇଟା ଦକ୍ଷିଣ ଭାରତର ତାମିଲନାଡୁ ଜିଲ୍ଲାରେ ଅବସ୍ଥିତ ଆଉ ଚାରିଧାମ ମଧ୍ୟରୁ ଅନ୍ୟତମ। ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ସ୍ଥାନ ତ୍ରେତୟା ଯୁଗ ସାଙ୍ଗରେ ଜଡ଼ିତ ଆଉ ଭଗବାନ ରାମଙ୍କର ଲଙ୍କା ଜୟ ପରେ ଗୁରୁତ୍ୱପୂର୍ଣ୍ଣ ଘଟଣା ସହିତ ଏହି ସ୍ଥାନ ଜଡ଼ିତ। ଧାର୍ମିକ ମାନ୍ୟତା ଅନୁସାରେ ଯେତେବେଳେ ଭଗବାନ ରାମ ଲଙ୍କାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ମହାଦେବଙ୍କୁ ପୂଜା କରି ଆଉ ତାଙ୍କର ଆଶୀର୍ବାଦ ନେବା ପାଇଁ ଗୋଟିଏ ଶିବଲିଙ୍ଗ ସ୍ଥାପନ କରିଥିଲେ। ସେ ହନୁମାନଙ୍କୁ କୈଳାସ ପର୍ବତରୁ ଗୋଟେ ଶିବଲିଙ୍ଗ ଆଣିବାକୁ କହିଥିଲେ, କିନ୍ତୁ ହନୁମାନଙ୍କୁ ଫେରିବା ପାଇଁ ବହୁତ ସମୟ ଲାଗିଯାଇଥିଲା। ସେତେବେଳେ ରାମ ମାଟି ଆଉ ବାଲି ଦ୍ୱାରା ଗୋଟେ ଶିବଲିଙ୍ଗ ପ୍ରସ୍ତୁତ କରିଥିଲେ। ତାପରେ ସେହି ଶିବଲିଙ୍ଗକୁ ପୂଜା କରି ପ୍ରତିଷ୍ଠା ସମ୍ପନ୍ନ କରାଯାଇଥିଲା। ଯେତେବେଳେ ହନୁମାନ ଶିବଲିଙ୍ଗ ନେଇ ପହଞ୍ଚିଲେ ସେତେବେଳେ ଦେଖିଲେ ଯେ ପୂଜା ଆଗରୁ ହିଁ ଶେଷ ହୋଇଯାଇଛି। ସେତେବେଳେ ଭଗବାନ ରାମ ଏହି ନିର୍ଣ୍ଣୟ ନେଲେ ଯେ ହନୁମାନ ଆଣିଥିବା ଶିବଲିଙ୍ଗକୁ ଏହି ମନ୍ଦିରରେ ସ୍ଥାପନ କରାଯିବ ଆଉ ପ୍ରଥମେ ସେଇଟାର ହିଁ ପୂଜା କରାଯିବ। ଏଇଟା ହିଁ କାରଣ ରାମେଶ୍ୱର ମନ୍ଦିରରେ 2ଟି ଶିବଲିଙ୍ଗ ଅଛି। ଗୋଟିଏ ରାମଲିଙ୍ଗମ୍ ଯୋଉଟା ଶ୍ରୀରାମ ତିଆରି କରିଥିଲେ ଆଉ ଦ୍ୱିତୀୟଟା ବିଶ୍ୱଲିଙ୍ଗମ୍ ଯୋଉଟା ହନୁମାନ ନେଇକି ଆସିଥିଲେ। ଏବେ ପ୍ରଶ୍ନ ଏଇଟା ଯେ ଭଗବାନ ରାମ ଏହି ଅନୁଷ୍ଠାନକୁ ପ୍ରତିଷ୍ଠା କରିବା ପାଇଁ ରାବଣକୁ କ'ଣ ପାଇଁ ଡକେଇଥିଲେ? ଶାସ୍ତ୍ର ଅନୁସାରେ ରାବଣ କେବଳ ଜଣେ ଶକ୍ତିଶାଳୀ ରାଜା ନଥିଲେ, ବରଂ ଜଣେ ମହାନ ଶିବଭକ୍ତ ଆଉ ଭୀଷଣ ବିଦ୍ୱାନ ବ୍ୟକ୍ତି ଥିଲେ। ସେ 4 ବେଦର ପାରଦର୍ଶିତା ଲାଭ କରିଥିଲେ ଆଉ ଶିବତନ୍ତ୍ରର ଜ୍ଞାନ ଅର୍ଜନ କରିଥିଲେ। ଯେତେବେଳେ ଭଗବାନ ରାମଙ୍କୁ ପୂଜା କରିବା ପାଇଁ ଗୋଟେ ବ୍ରାହ୍ମଣର ଆବଶ୍ୟକତା ଥିଲା ସେତେବେଳେ ସ୍ୱୟଂ ରାବଣକୁ ସେ ଆମନ୍ତ୍ରଣ କରିଥିଲେ। ରାବଣ ଏହି ପ୍ରତିଷ୍ଠାକୁ ସମ୍ପନ୍ନ କରିଥିଲେ ଆଉ ଭଗବାନ ରାମଙ୍କୁ ବିଜୟ ହେବାର ଆଶୀର୍ବାଦ ଦେଇଥିଲେ। ରାମାୟଣ ଅନୁସାରେ ଲଙ୍କା ପର୍ଯ୍ୟନ୍ତ ଗୋଟାଏ ସେତୁ ନିର୍ମାଣ କରାଯାଇଛି ଯାହାକୁ ରାମ ସେତୁ କୁହାଯାଏ। ନଳ ଆଉ ନୀଳ ନାମକ ବାନର ଏହି ସେତୁର ଦାୟିତ୍ୱ ନେଇଥିଲେ, ଯାହା ପାସମାନ ପଥରର ସାହାଯ୍ୟରେ ଏଇଟା ତିଆରି କରାଯାଇଛି। ନାସା ଦ୍ୱାରା ଉଠାଯାଇଥିବା ସାଟେଲାଇଟ୍ ଛବିରୁ ଜଣାପଡ଼େ କି ପଥରରେ ତିଆରି ହୋଇଥିବା ଏହି ସେତୁ ସ୍ପଷ୍ଟ ଭାବରେ ଜଣାପଡ଼ିଯାଏ, ଯୋଉଟା ଭାରତର ଧନୁଷକୋଡ଼ି ଠାରୁ ଶ୍ରୀଲଙ୍କାର ମନ୍ନାର ଦ୍ୱୀପ ପର୍ଯ୍ୟନ୍ତ ବିସ୍ତୃତ। ଏହି ଭୂଗର୍ଭୀୟ ରଚନା ପ୍ରାୟ 30 କିଲୋମିଟର ଧରିକି ବିସ୍ତୃତ ଆଉ ଏଇଟା ଆଡମ୍ସ ବ୍ରିଜ ନାଁରେ ବିଖ୍ୟାତ। ବୈଜ୍ଞାନିକମାନଙ୍କ ମତରେ ଏଇଟା ପ୍ରାୟ 7000 ବର୍ଷରୁ 18000 ବର୍ଷ ପୂର୍ବର ସେତୁ। ବିଜ୍ଞାନ ଆଉ ପୁରାଣର ଏହି ସଙ୍ଗମ ଆଜି ବି ଏହି ସେତୁକୁ ଗୋଟେ ରହସ୍ୟମୟ ସେତୁ କରିକି ରଖିଛି। ଏଇଟା କ'ଣ ପ୍ରାକୃତିକ ରଚନା ନା ମନୁଷ୍ୟ ଦ୍ୱାରା ତିଆରି ହୋଇଥିବା ସେତୁ? ଏଇଟାକୁ ନେଇକି ଏବେ ବି ତର୍କ ବିତର୍କ ଚାଲିଛି। ରାମ ସେତୁର ନିର୍ମାଣରେ ବ୍ୟବହାର ହୋଇଥିବା ପଥର ସାଧାରଣ ପଥର ଠାରୁ ଏକଦମ ଅଲଗା ପଥର, କାରଣ ସେଗୁଡ଼ାକ ଜଳ ମଧ୍ୟରେ ଭାସି ଚାଲେ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଏହି ପଥର ଗୁଡ଼ାକ ପ୍ୟୁମାସ୍, ଯାହା ଭାସିପାରେ, ଯାହା ଆଗ୍ନେୟଗିରିର ବୃଷ୍ଟିରୁ ସୃଷ୍ଟି ହେଇଛି, ଯାହା ମଧ୍ୟରେ ଅନେକ ଗୁଡ଼ାଏ ବାୟୁ ଛିଦ୍ର ଅଛି ଯୋଉଥିପାଇଁ ସେ ପାଣିରେ ଆରାମସେ ଭାସିପାରେ। ଯଦିଓ ପୁରାଣ ମତରେ ଏଇଟା ଭଗବାନ ରାମଚନ୍ଦ୍ରଙ୍କର ଆଶୀର୍ବାଦ ହିସାବରେ ଆଉ ତାଙ୍କର ଲୀଳା ହିସାବରେ ମନେ କରାଯାଏ। ରାମେଶ୍ୱରମ୍ ମନ୍ଦିର ଭିତରେ 22ଟା ପବିତ୍ର କୁଣ୍ଡ ବା ଜଳାଶୟ ଅଛି ଆଉ ସେଇ ଜଳରେ ବିଭିନ୍ନ ରକମର ଔଷଧୀୟ ଗୁଣମାନ ଅଛି। କଥାରେ କୁହାଯାଏ କି ଏହି ଜଳମାନଙ୍କର ସମ୍ପର୍କ ଭଗବାନ ରାମଙ୍କର ବିଭିନ୍ନ ଅନୁଷ୍ଠାନ ଆଉ କାର୍ଯ୍ୟକଳାପ ସାଙ୍ଗରେ ସମ୍ପୃକ୍ତ। କଥାରେ କୁହାଯାଏ କି ଏହି କୁଣ୍ଡଗୁଡ଼ିକ ଭଗବାନ ଶିବଙ୍କ କୃପାରୁ ତିଆରି ହେଇଛି ଆଉ ଏଥିରେ ସ୍ନାନ କଲେ ପାପ କ୍ଷୟ ହେଇଯାଏ। ରାମେଶ୍ୱରମ୍ ମନ୍ଦିରର ଗର୍ଭଗୃହରେ ଗୋଟେ ଅଦ୍ଭୁତ ମଣି ରଖାଯାଇଛି ଯୋଉଟା କି ରୁଦ୍ରାକ୍ଷ ମଣି ବା ଶିବମଣି ବୋଲି କୁହାଯାଏ। ଅନେକ କୁହନ୍ତି କି ଏଇଟା ବୋଧହୁଏ ଚନ୍ଦ୍ରକାନ୍ତ ମଣି ହେଇଥାଇପାରେ ଯୋଉଟା ଚନ୍ଦ୍ରମାର ଆଲୋକରେ ପ୍ରକାଶିତ ହୁଏ। ଏଇଟା ଭୀଷଣ ପବିତ୍ର ଆଉ ଗୋପନୀୟ ହିସାବରେ ରଖାଯାଇଛି କାରଣ ଏଇଟାକୁ ଛୁଇଁବା ବା ଦେଖିବା ସମ୍ଭବ ନୁହେଁ। ଏହି ମନ୍ଦିରରେ ଥିବା ଗୋଟେ ଗଳି ପୃଥିବୀର ସବୁଠାରୁ ବଡ଼ ଗଳି ବୋଲି କୁହାଯାଏ, ଯାହା ଲମ୍ବାରେ ପ୍ରାୟ 1220 ମିଟର ଆଉ ଏଥିରେ 1200 ସ୍ତମ୍ଭ ଅଛି। ବାସ୍ତୁ ସୃଷ୍ଟି ଦ୍ୱାରା ଏହି ମନ୍ଦିରର ନିର୍ମାଣ ଏମିତି କରାଯାଇଛି କି ଯେ ସୂର୍ଯ୍ୟ ଉଦୟ ସମୟରେ ଗର୍ଭଗୃହରେ ଥିବା ଜ୍ୟୋତିର୍ଲିଙ୍ଗକୁ ସୂର୍ଯ୍ୟଙ୍କ କିରଣ ସିଧା ପଡ଼ିଥାଏ। ବିଭିନ୍ନ ଶିଳ୍ପୀ ଖଚିତ ଏହି ସ୍ତମ୍ଭଗୁଡ଼ିକ ଏତେ ସୁନ୍ଦର ଭାବରେ ତିଆରି କରାଯାଇଛି ଯଦି ପବନ ଆସିକି ଧକ୍କା ମାରେ ସେତେବେଳେ ଗୋଟେ ବିଶେଷ ଭାବର ଧ୍ୱନି ଉତ୍ପନ୍ନ ହୁଏ। ରାମେଶ୍ୱରମ୍ର ପାଖରେ ଉପସ୍ଥିତ ଧନୁଷକୋଡ଼ିକୁ ପୃଥିବୀର ଗୋଟେ ରହସ୍ୟତମ ସ୍ଥାନ ହିସାବରେ ଗଣାଯାଏ। ଏଇଟା ସେହି ସ୍ଥାନ
जो स्थान रे भगवान राम सेतुर निर्माण काम आरंभ करथिले। किंतु आज एही स्थान गोटे निर्जन स्थान हिसाब रे परिचय पाइछि। धनुषकोड़ीर प्राचीन महत्व कथारे कुहा जाय कि भगवान राम विजय लाभ कर सारला परे रावणर भाई विभीषणर अनुरोध रे धनुर गोटे बाण रे एही सेतु को भांगी देइथिले। सेहिथिपाई ए स्थान को धनुषकोड़ी बोली कुहा जाय। 1964 मसीह रे गोटे भयंकर घूर्णिझड़ आ गोटे भयंकर झड़ पूरा धनुषकोड़ी को नष्ट भ्रष्ट कर देइथिला। पूरा सहर निर्जन हो जाइथिला। सेबेठु ए सहर भूतर सहर हिसाब रे परिचय पाइछि। सेथिपाई राति रे एठी केही भी रहंतिनी। अनेक कहंती एठी रात्रि काल रे अनेक गुड़ाए अद्भुत स्वर सुना जाए आउ किछि जण अद्भुत आलोक मान देखिथिबार दाबी करंती। रामेश्वरम रे अनेक पवित्र कुंड रहिछि, किंतु अग्नितीर्थ को सबुठारु गुरुत्वपूर्ण बोली मने करा जाए। एहार महत्व कथारे कुहा जाए कि एइठी भगवान राम लंका जय परे निज पापर प्रायश्चित करिबा पई एहिठारे स्नान करथिले। एही जलरे स्नान कले शरीर और आत्मा दुईटी जाक शुद्ध हो जाए। एठिकार जल अत्यंत शीतल और पवित्र मने करा जाए। रामेश्वरम मंदिर अवस्थित हनुमान मंदिर रे आज भी सेही पत्थर रखा जाइछि जहाँ राम सेतु निर्माण करने समय व्यवहार करा जाइथिला। हनुमानंकर पंचमुखी मूर्ति, एही मूर्ति अद्भुत। एथिरे हनुमानंकर 5टी मुख देखा जाए। भासमान पत्थर, एइरि थिबा पत्थर आज भी जलरे भासी चले, जहाँ को वैज्ञानिक माने आज भी गवेषणा करुचंती। रामेश्वर मंदिर रे थिबा विभीषण मंदिर बहुत प्रख्यात। किए थिले विभीषण? विभीषण थिले रावणर भाई, जे युद्ध रे भगवान राम को साहाय्य करथिले। विभीषण को दक्षिण राजार वरदान कथारे कहा जाए कि भगवान राम विभीषण को लंकार राजा हवा पई आशीर्वाद देथिले। किंतु विभीषण निज जीवनर शेष मुहूर्त रामेश्वरम रे ही काटिथिले। रामेश्वरम पाखरे थिबा गोटे अद्भुत स्थान जटायुपुरम नाम रे विख्यात। एठी कौन हेतिला? एटा सेही स्थान मने करा जाए जोठी जटायु रावण संगे युद्ध करथिला। जेतेबेले रावण माता सीता को हरण करी नहीं जाइथिला, जटायुर वीरगाथा रावणर हाथ में आक्रमण होई जटायु एइठी ही शेष निश्वास त्याग करथिले आउ भगवान राम को माता सीता विषय जनईथिले। रामेश्वरम रे उपस्थित ज्योतिर्लिंगर गोटे विशेषत्व है कि जे एटा आकार रे अन्य शिवलिंग मानक ठारू टिके अलगा। शिवलिंगर स्वरूप कथारे कहा जाए कि स्वयं भू आउ भगवान राम द्वारा स्थापित। शिवलिंग रे जल ढालिबार परंपरा कथारे कहा जाए कि एई शिवलिंग उपरे जल ढालिले विशेष लाभ मिलिथाए आउ भक्तर मनस्कामना पूर्ण होइताए। रामेश्वरम रो पौराणिक गाथा जेतिकी रोमांचकपूर्ण सेतेटा ही रहस्यमय। आमे आज मंदिर सहित जोड़ा होइतिबा अनेक रहस्यमय कथा विषय जानिबा, किंतु एइठी बहुत जणा और अजणा तथ्य मान रहिछि। सेगुड़ा मंदिर को आहुरी रहस्यपूर्ण करदिए। आसंतु जानि नबा कि आहुरी किछि रहस्यमय और चमत्कारिता कथा जहाँ रामेश्वरम को पृथ्वीर अन्यान्य तीर्थस्थल मानकरू अलगा करदिए। रामेश्वरम मंदिर ऊपर भाग आ मुख्य द्वार तार संरचना वास्तुशास्त्र एक अन्यतम उदाहरण। एटा एते उच्चा मंदिर जे दूररू ही देखा जाइथाए। मंदिर मध्य एक अद्भुत शब्द। जदि मंदिर भितर छिड़ा ही तमे किछि भी कुह ताहले चारि दिगरे से आवाज गुंजी उठे, किंतु मंदिर बाहर को से आवाज बाहर की जाई न थाए। सठिक गणना अनुसार मंदिरर प्रतिष्ठा हेछि। मंदिरर डिजाइन एमिति तैयारी करा जाइछि कि जे सूर्यंकर किरण सर्वप्रथमे गर्भगृह रे पड़ी थाए। रामेश्वरम भितरे मोट 64टी कुंड आउ तीर्थस्थल अछि, जहाँ मध्यरु 22टी केवल मंदिर भितर ही अछि। आउ प्रत्येकटी तीर्थस्थलर अलगा अलगा महात्म्य अछि। प्रत्येक तीर्थर अलगा अलगा सत्य आउ गुण अछि। आश्चर्यर कथा एइटा कि 22टी कुंड मध्यरु प्रत्येकटीर अलगा अलगा सत्य, तापमात्रा आउ औषधीय गुणावली रे समृद्ध। वैज्ञानिक माने परीक्षा करचंती कि एई कुंडर जल वास्तव में अलगा अलगा खनिज पदार्थ द्वारा परिपूर्ण, जोटा शास्त्र मतरे विभिन्न उपकार करिपारे। आध्यात्मिक मान्यता अनुसार कथाए कहा जाए कि एई कुंडरे स्नान कले सबु पाप धोई जाए आउ मोक्ष लाभ करी हुए। किछि लोकंक कहिबा अनुसार एपर्यंत भी एई मंदिर रे किछि गुप्त सुड़ंग अछि, जोटा कि एगुड़ा को अन्य पौराणिक जगह संगे जोड़ी थाए। एई सुड़ंग गुड़िक भितरे तत्वविद और स्थानीय लोक मानक अनुसार मंदिर भितरे एमिति किछि जिनिष गुड़ाए अछि जोटा कि गोटे गुप्त पथर निर्देश देइथाए, किंतु एते पर्यंत
ଅଧିକାର ହିସାବରେ ଖୋଜା ଯାଇନି। ଏମିତି ଗୋଟିଏ ରହସ୍ୟ ଯାହା ଏବେ ବି ସମାଧାନ ହେଇନି। ଏଇଟା ମନେ କରାଯାଏ କି ଏହି ସୁଡ଼ଙ୍ଗ ଗୁଡ଼ିକର ବ୍ୟବହାର ପ୍ରାଚୀନ ସମୟରେ ଆପତକାଳୀନ ପ୍ରସ୍ଥାନ ଆଉ ପୂଜା ଅର୍ଚ୍ଚନା ନିମନ୍ତେ କରାଯାଇଥାଏ। ରାମେଶ୍ୱରମର ଜ୍ୟୋତିର୍ଲିଙ୍ଗକୁ ନେଇ ଅନେକ ରହସ୍ୟମୟ ଗଳ୍ପ ପ୍ରଚଳିତ। ଶିବଲିଙ୍ଗ କ'ଣ ନିଜେ ପ୍ରକଟ ହେଇଥିଲେ? କିଛି ମାନ୍ୟତା ଅନୁସାରେ ଶିବଲିଙ୍ଗ ନିଜେ ହିଁ ପ୍ରକଟ ହେଇଥିଲେ ଆଉ ଭଗବାନ ରାମ କେବଳ ମାତ୍ର ପ୍ରତିଷ୍ଠା କରିଥିଲେ। ଅଦ୍ଭୁତ ଶିବ ଶକ୍ତି। କଥାରେ କୁହାଯାଏ କି କୌଣସି ଭକ୍ତ ଯଦି ସତ୍ ମନରେ ଏହି ଶିବଲିଙ୍ଗ ସାମ୍ନାରେ ପ୍ରାର୍ଥନା କରେ ତାହେଲେ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ। ରାମେଶ୍ୱରମ ମନ୍ଦିରକୁ ଗୋଟେ ଅଦ୍ଭୁତ କେନ୍ଦ୍ର ଭାବରେ ମନେ କରାଯାଇଥାଏ, ଯୋଉଠି ଅନେକ ଭକ୍ତ ଅନେକ ଅଲୌକିକ ଶକ୍ତିକୁ ଅନୁଭବ କରିଛନ୍ତି। ଧ୍ୱନି ରହସ୍ୟ। ମନ୍ଦିର ମଧ୍ୟରେ ଥିବା ସ୍ତମ୍ଭଗୁଡ଼ିକ ମଧ୍ୟରୁ ଗୋଟେ ଅଦ୍ଭୁତ ଶବ୍ଦ ସୃଷ୍ଟି ହୁଏ, ଯାହାକୁ ବୈଜ୍ଞାନିକ ମାନେ ଧ୍ୱନି ତରଙ୍ଗର ଗୋଟେ ଅଦ୍ଭୁତ ପ୍ରୟୋଗ ମନେ କରନ୍ତି। ଶକ୍ତିର କେନ୍ଦ୍ର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମନ୍ଦିର ଗୋଟେ ବିଶେଷ ଶକ୍ତି କେନ୍ଦ୍ରରେ ଉପସ୍ଥିତ, ଯୋଉଠି ଗ୍ରହମାନଙ୍କର ସକାରାତ୍ମକ ଶକ୍ତିର ଲକ୍ଷ୍ୟ କରାଯାଏ। ଅଦ୍ଭୁତପୂର୍ଣ୍ଣ ଏ ତୀର୍ଥସ୍ଥଳ ଏମିତି ଗୋଟେ ସ୍ଥାନ ଯୋଉଠି ଭଗବାନ ରାମ ତାଙ୍କ ପିତା ମହାରାଜ ଦଶରଥଙ୍କର ତର୍ପଣ କରିଥିଲେ। ପିତୃତ୍ୱର ତର୍ପଣ କରିବା ପାଇଁ ଏହି ସ୍ଥାନକୁ ସବୁଠାରୁ ପବିତ୍ର ସ୍ଥାନ ହିସାବରେ ମନେ କରାଯାଏ। ଗନ୍ଧମାର୍ଦ୍ଦନ ପର୍ବତ ଏଇଟା ସେହି ସ୍ଥାନ ଯୋଉଠି ଭଗବାନ ରାମ ନିଜ ବାଣ ଦ୍ୱାରା ଲଙ୍କାକୁ ନିଜର ସଂକେତ ପଠେଇଥିଲେ। ସେଇଠୁ ଶ୍ରୀଲଙ୍କାର ଗୋଟିଏ ଭାଗ ଦେଖାଯାଇଥାଏ। ସୀତାଧୀରମ, ସୀତାଙ୍କ ମନ୍ଦିର। କଥାରେ କୁହାଯାଏ କି ମାତା ସୀତା ଏହି ସ୍ଥାନରେ ଭଗବାନ ଶିବଙ୍କର ବିଶେଷ ପୂଜା କରିଥିଲେ। ଏଠିକାର ପରିବେଶ ଅତ୍ୟନ୍ତ ଶାନ୍ତପୂର୍ଣ୍ଣ ଆଉ ଦୈବିକ ଶକ୍ତି ଦ୍ୱାରା ପରିପୂର୍ଣ୍ଣ ବୋଲି ମନେ କରାଯାଏ। ରାମ ସେତୁକୁ ନେଇ ବୈଜ୍ଞାନିକମାନେ ଅନେକ ସାରା ରିସର୍ଚ୍ଚ କରିଛନ୍ତି, ଯୋଉଠି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀରେ ସବୁଠାରୁ ପୁରୁଣା ସେତୁ ଯାହା ମାନବ ଦ୍ୱାରା ସୃଷ୍ଟି କରାଯାଇଛି। ବୈଜ୍ଞାନିକମାନେ କୁହନ୍ତି କି ଯେ ଏହି ସେତୁର ନିର୍ମାଣ 7000 ବର୍ଷରୁ ନେଇକି 18000 ବର୍ଷ ପୂର୍ବର ନିର୍ମାଣ ହେଇଥିବା ସେତୁ। ଏହାର ପଥର ଆଉ ନିର୍ମାଣ ଶୈଳୀ ଯେ ଏ ସେତୁ ମାନବ ଦ୍ୱାରା ପ୍ରସ୍ତୁତ ବୋଲି ମନେ କରାଯାଏ। ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ପଥର ଗୁଡ଼ିକ ସେହି ସମୁଦ୍ର ତଳେ ଥିବା ପଥର ଗୁଡ଼ିକ ସାଙ୍ଗରେ କୌଣସି ବି ସାମଞ୍ଜସ୍ୟ ନାହିଁ। ଏହାର ଅର୍ଥ ହେଲା ଏ ପଥର ଗୁଡ଼ିକ ଅନ୍ୟ ସ୍ଥାନରୁ ଏଠିକୁ ଅଣାଯାଇଅଛି। ରାମେଶ୍ୱରମ ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଆଉ ବିଜ୍ଞାନ ଆଉ ଇତିହାସ ପାଇଁ ଏକ ରହସ୍ୟମୟ ସ୍ଥାନ। ଏଇଟା ଆସ୍ଥା ଆଉ ବିଜ୍ଞାନର ସଙ୍ଗମ ଏହି ସ୍ଥାନକୁ ଗୋଟେ ଆଧ୍ୟାତ୍ମିକ ସ୍ଥାନ ହିସାବରେ ଗଢ଼ି ତୋଳେ। ଏଥିରେ ଅନେକ ବୈଜ୍ଞାନିକ ରହସ୍ୟ ମଧ୍ୟ ଲୁଚି ରହିଅଛି। ପ୍ରତ୍ୟେକ ସ୍ଥାନରେ ଅନେକ ରହସ୍ୟମୟ ତଥ୍ୟ ଅଛି। ସେ ଶିବଲିଙ୍ଗ ହଉ କିମ୍ବା ରାମ ସେତୁ ହଉ ବା ଜଳରେ ଭାସମାନ ପଥର ବା ପବିତ୍ର ଜଳକୁଣ୍ଡ ହଉ, ସବୁଥିରେ କିଛି ନା କିଛି ରହସ୍ୟ ଲୁଚିକି ଅଛି। ଆଜି ବି ଅନେକ ରହସ୍ୟର ସମାଧାନ ହେଇନି। ଆଧୁନିକ ବିଜ୍ଞାନ ଅନେକ କିଛି ବ୍ୟାଖ୍ୟା କରିଛି, କିନ୍ତୁ ଏମିତି କିଛି ରହସ୍ୟ ଯାହା ଆଜି ବି ରହସ୍ୟ ହେଇକି ଅଛି। ଯେମିତି ରାମ ସେତୁର ନିର୍ମାଣର ସଠିକ ସମୟ, ମନ୍ଦିରରେ ଥିବା ଗୁପ୍ତ ପଥର ରହସ୍ୟ। ରାମେଶ୍ୱରମ କେବଳ ଗୋଟେ ଧାର୍ମିକ ସ୍ଥାନ ନୁହେଁ, ବରଂ ଗୋଟେ ବୈଜ୍ଞାନିକ ଆଉ ଐତିହାସିକ ମାନଙ୍କ ପାଇଁ ଗୋଟେ ବିଷୟ। ଏଇଟା ଏଠିକାର ରହସ୍ୟ ବୁଝିବା ପାଇଁ ଆମେ କେବଳ ମାତ୍ର ଧାର୍ମିକ ଗ୍ରନ୍ଥକୁ ନୁହେଁ, ବରଂ ବିଜ୍ଞାନ ଆଉ ଇତିହାସର ଦୃଷ୍ଟିକୋଣରୁ ବି ଦେଖିବାକୁ ପଡ଼ିବ। ରାମ ସେତୁର ଜଳରେ ଭାସମାନ ପଥରକୁ ହଉ ବା 22 କୁଣ୍ଡର ରହସ୍ୟକୁ ହଉ ବା ଗୁପ୍ତ ସୁଡ଼ଙ୍ଗ ହଉ, ପ୍ରତ୍ୟେକ ଜାଗାରେ କିଛି ନା କିଛି ଗଳ୍ପ ଲୁଚିକି ଅଛି। ଏହି ସ୍ଥାନରେ ଭାରତୀୟ ସଂସ୍କୃତି ଆଉ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ହେଇଅଛି, ଯୋଉଠିକି ପୃଥିବୀର ବିଭିନ୍ନ ଲୋକମାନେ ଉପଲବ୍ଧି କରିବାକୁ ଆସନ୍ତି। ଜୟ ଶ୍ରୀରାମ, ହର ହର ମହାଦେବ।